ବ୍ଲକ ପ୍ରଶାସନ ନ ଶୁଣିବାରୁ ନିଜ ଟଙ୍କାରେ ରାସ୍ତା ମରାମତି କଲେ ଗାଡ଼ି ଚାଳକ ସଂଘ। ରବିବାର ଗାଡ଼ି ଚାଳକ ସଦସ୍ୟମାନେ ଯୋଜୋମୁରା ହେଡ଼କ୍ୱାର୍ଟର ଚିକିତ୍ସା କେନ୍ଦ୍ର ପରିସରକୁ ସଫାସୁତୁରା କରିଥିଲେ। ପରେ ବ୍ଲକ ଛକଠାରୁ ଦୁର୍ଗା ମଣ୍ଡପ ରାସ୍ତାକୁ ନିଜ ଖର୍ଚ୍ଚରେ କଂକ୍ରିଟ ଦେଇ ମରାମତି କରିଛନ୍ତି। 3 ବର୍ଷ ହେବ ବ୍ଲକ ପ୍ରଶାସନକୁ ଉକ୍ତ ରାସ୍ତା ମରାମତି ପାଇଁ ବାରମ୍ବାର ଦାବି କରି ଆସୁଥିଲେ, ତଥାପି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ରାସ୍ତାର ଅବସ୍ଥା ଶୋଚନୀୟ ହେବାରୁ ଗାଡ଼ି ଚାଳକମାନେ ନିଜ ଖର୍ଚ୍ଚରେ ମରାମତି କରିଛନ୍ତି। ଗାଡ଼ି ଚାଳକଙ୍କ ଏଭଳି କାର୍ଯ୍ୟ ଦେଖି ଯୋଜୋମୁରାବାସୀ ଧନ୍ୟବାଦ ଜଣାଇଛନ୍ତି ଏବଂ ଯୋଜୋମୁରା ଅଞ୍ଚଳ